ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଏକ ଖୁସିର ଖବର। ଜୁଲାଇରେ ପୁଣି ବଢ଼ିବ ଡିଏ ବୃଦ୍ଧି ହେବ। ଜୁଲାଇରେ ପୁଣି ଡିଏ ବୃଦ୍ଧି। ଡିଏ ହାଇକ୍ ଇନ୍ ଜୁଲାଇ 2025। ହଁ ଆଜ୍ଞା, ଜୁଲାଇରୁ ପୁଣି ମହଙ୍ଗା ବୃଦ୍ଧି ହେବ। ଅଷ୍ଟମ ବେତନ କମିଶନ ପୂର୍ବରୁ ପୁଣି ଥରେ ବୃଦ୍ଧି ହେବ ଡିଏ। ଚାଲନ୍ତୁ ଜାଣିବା କେବେ ଓ କେତେ ଶତକଡ଼ା ବୃଦ୍ଧି ହେବ ମହଙ୍ଗା ଭତ୍ତା। ଜୁଲାଇରେ ପୁଣି ବୃଦ୍ଧି ହେବ ଡିଏ। ତ ଚାଲନ୍ତୁ ଜାଣିବା କ'ଣ ପାଇଁ ପୁଣି ଜୁଲାଇରେ ଡିଏ ବୃଦ୍ଧି ହେବ ଏବଂ ଆମର ବେନିଫିଟ୍ କ'ଣ ଏବଂ ଏହା ଆମେ କିଭଳି ଭାବରେ ସୁନିଶ୍ଚିତ ହେବା। ତାହେଲେ କ'ଣ ପାଇଁ ଆମର ଡିଏ ବୃଦ୍ଧି ହେଉଛି ତା'ର ବିଶଦ ଆଲୋଚନା କରିବା। ଚାଲନ୍ତୁ। ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ପୁଣି ଦେଶରେ ଡିଏ ବୃଦ୍ଧି ହେବା ପାଇଁ ସରକାର ଯୋଜନା କରିଛନ୍ତି। ତ କ'ଣ ପାଇଁ ଡିଏ ବୃଦ୍ଧି ହେଉଛି ତା'ର ସଠିକ୍ କାରଣ ଚାଲନ୍ତୁ ଖୋଜିବା ଏବଂ ଜାଣିବା। ଅର୍ଥନୀତିରେ ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ଦୈନନ୍ଦିନ ବ୍ୟବହାରର ଜିନିଷର ଦରଦାମ ବଢ଼ୁଛି। ଅର୍ଥନୀତି ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ଦୈନନ୍ଦିନ ବ୍ୟବହାର ଜିନିଷର ଦରଦାମ ବଢ଼ୁଛି। ଅର୍ଥାତ୍ ବର୍ତ୍ତମାନ ଅର୍ଥନୈତିକ ଦୃଷ୍ଟିରୁ ଆମର ଜିନିଷଗୁଡ଼ିକର ଦରଦାମ ଘୁଘୁ ହୋଇ ବଢ଼ି ଚାଲିଛି। ସେ ଫଳରେ ମହଙ୍ଗା ଭତ୍ତା ଓ ପେନ୍ସନଧାରୀଙ୍କର ପେନ୍ସନ୍ ବଢ଼ିବ। ଏହାକୁ ସରକାରୀ କର୍ମଚାରୀ ଓ ପେନ୍ସନଧାରୀ ସ୍ୱାଗତ କରିଛନ୍ତି। ମହଙ୍ଗା ଭତ୍ତା 55% ରୁ 58% ବଢ଼ିପାରେ ବୋଲି ସରକାର ଆକଳନ କରିଛନ୍ତି, ଯାହା ପାଇଁ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀମାନଙ୍କୁ ସାହାଯ୍ୟ କରିବ ଡିଏ। ତେଣୁ ବର୍ତ୍ତମାନ ମୁଦ୍ରାସ୍ଫୀତି ବଢ଼ିଛି, ସେଥିପାଇଁ ପେନ୍ସନଧାରୀ ଓ ସରକାରୀ କର୍ମଚାରୀଙ୍କ ପାଇଁ ଡିଏ ବଢ଼ିବ। ଯାହାକି 55 ଥିଲା, ବର୍ତ୍ତମାନ ତାହା 58କୁ ବୃଦ୍ଧି ପାଇବ ବୋଲି ଜୁଲାଇ ମାସରେ ନିର୍ଦ୍ଧାରିତ କରାଯାଇଛି। ଚାଲନ୍ତୁ ମହଙ୍ଗା ଭତ୍ତା ବୁଝିବା, ଏହା କ'ଣ ଓ ଏହାର ପ୍ରଭାବ ଜାଣିବା। ମହଙ୍ଗା ଭତ୍ତା ବୃଦ୍ଧି ହେବାର କାରଣ ହେଲା ମୁଦ୍ରାସ୍ଫୀତି ଦୂରୀକରଣ। ଦେଖନ୍ତୁ, ଡିଏ ବା ମହଙ୍ଗା ଭତ୍ତା ବୃଦ୍ଧି କାହିଁକି ହୋଇଛି, ତା'ର ମୁଖ୍ୟ କାରଣ ହେଲା ମୁଦ୍ରାସ୍ଫୀତିର ବୃଦ୍ଧି ହେଉଛି। ତେଣୁ ମୁଦ୍ରାସ୍ଫୀତିକୁ ଦୂର କରିବା ପାଇଁ ଓ ସରକାରୀ କର୍ମଚାରୀମାନଙ୍କର କ୍ରୟ ଦକ୍ଷତା ବଢ଼ାଇବା ପାଇଁ ଜୁଲାଇ ମାସରେ ଜୁଲାଇ 2025ରେ ଆପଣଙ୍କର ଡିଏର ଶେଷ ସପ୍ତମ ବେତନ କମିଶନଙ୍କ ଶେଷ ଡିଏ ଏହା ବୃଦ୍ଧି ପାଇବ। କାରଣ ସପ୍ତମ ବେତନ କମିଶନ 31/12/2025ରେ ଶେଷ ହେବାକୁ ଯାଉଛି। ତେଣୁ ଶେଷ ଡିଏ ଆପଣଙ୍କର ଜୁଲାଇ 25ରୁ ଲାଗୁ ହେବାକୁ ଯାଉଛି। ଚଳିତ ଜାନୁଆରୀ 2, 2025 ଜାନୁଆରୀ ମାସରେ ଆପଣଙ୍କର 55% ଡିଏ ସାଂସନ ହୋଇଥିଲା। ତେଣୁ ପୁଣି ଡିଏ ବୃଦ୍ଧିର କାରଣ କ'ଣ? ଡିଏ ବୃଦ୍ଧିର କାରକ କ'ଣ ନା ACPCI WI ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ସରକାର କରିଛନ୍ତି। PMI ପର୍ସନାଲ ମ୍ୟାନେଜମେଣ୍ଟ ଇଣ୍ଡେକ୍ସ 0.5 ବଢ଼ୁଛି। ତେଣୁ 143.5କୁ ଏହା ନିର୍ଦ୍ଦେଶିତ କରୁଛି। ତେଣୁ ସରକାରୀ କର୍ମଚାରୀଙ୍କର ଖୁସି ଖବର, ଦରମା ବୃଦ୍ଧି ହେବ, ଡିଏ ବୃଦ୍ଧି ହେବ, ଯାହା ଏହି ଆର୍ଥିକ ବର୍ଷରୁ ମହଙ୍ଗା ଭତ୍ତା ବୃଦ୍ଧି ପାଇବ ଏବଂ ଜୁଲାଇରୁ ଲାଗୁ ହେବ। ଡିଏ ବୃଦ୍ଧି ହେଲେ ଡିଏର ବେନିଫିଟ୍ କ'ଣ ହେବ ଏବଂ ଆମେ କିଭଳି ଆସିଓର ହେବା ଯେ ଏହି ଡିଏ ଆମକୁ ଲାଗୁ କରାଯିବ। ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଦଶହରା ଓ ଦୀପାବଳି ପର୍ବପାର୍ବଣ ଆସୁଥିବାରୁ ସେତେବେଳେ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଆବଶ୍ୟକ ପଡ଼ିବ। ତେଣୁ ଏହି ଜୁଲାଇ ଡିଏ ବୃଦ୍ଧି, ଯାହାକି ଆପଣଙ୍କର ଡିଏ ବୃଦ୍ଧି ହେଲେ ଏହା ପର୍ବପର୍ବାଣି ଅକ୍ଟୋବର ନଭେମ୍ବରକୁ ଆଡ଼ଜଷ୍ଟମେଣ୍ଟ କରିବ। ଫଳରେ ସେତେବେଳକୁ ଆପଣଙ୍କର ଡିଏ ବୃଦ୍ଧିର ଦରମା ଏରିଅର ହୋଇ ଆସିଯାଇଥିବ। ସୁନିଶ୍ଚିତ ମହଙ୍ଗା ଭତ୍ତା ବୃଦ୍ଧି 3% ହୋଇ 58ରେ ପହଞ୍ଚିବ। ସକାରାତ୍ମକ ଭାବରେ ବୃଦ୍ଧି ହେବ ଜୁଲାଇ ଠାରୁ, ଯାହାକି ଡିସେମ୍ବର 25ରେ 58 ମହଙ୍ଗା ଭତ୍ତା ମିଳିବ। ଯାହାକି ସରକାରୀ କର୍ମଚାରୀ ଓ ପେନ୍ସନଧାରୀଙ୍କ ମୁଦ୍ରାସ୍ଫୀତି ବୃଦ୍ଧିକୁ ସୁରକ୍ଷା ଦେବା ପାଇଁ ଏବଂ ସାମାଜିକ ଦୃଢ଼ୀକରଣ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ଏହି ଡିଏ ବା ମହଙ୍ଗା ବୃତ୍ତି ସାହାଯ୍ୟ କରିବ। ଏହିଭଳି ଭାବରେ ଏଜୁକେସନ୍ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ।
ଧନ୍ୟବାଦ। ଜୟ ଜଗନ୍ନାଥ।